ଦେଖନ୍ତୁ ରେଭେନ୍ସାର କେବଳ ଯେ ନା ପରିବର୍ତ୍ତନ ହେଇଗଲେ ସାର୍ ଯଥେଷ୍ଟ ନୁହଁ। ରେଭେନ୍ସାର ଯେଉଁ ପ୍ରକାର ମାନେ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ହେବା କଥା ଆଜି ବହୁତ ଜିନିଷ ବାକି ଅଛି। ଆପଣ ଦେଖିବେ ରାସ୍ତାର ସମସ୍ୟା ଅଛି, ପିଲାମାନେ ବସିବା ପାଇଁ ବେଞ୍ଚ ଟେବୁଲର, ହଷ୍ଟେଲର ଯାହା ସବୁ ପାରିପାର୍ଶ୍ୱିକ ଡେଭଲପମେଣ୍ଟ ସେ କଥା ଚିନ୍ତା ନ କରିକିରି ଆମେ ଯଦି କେବଳ ନାଁଟା ପରିବର୍ତ୍ତନ କରିଦେଉ କିଛି ତାର ମୂଲ୍ୟ ନାହିଁ। ତେଣୁ ନା ପରିବର୍ତ୍ତନ କରିବା କଥା, ସେମାନେ ଯେହେତୁ ସରକାରରେ ଅଛନ୍ତି ପରିବର୍ତ୍ତନ କରିପାରିବେ, କିନ୍ତୁ ପ୍ରଥମେ ରେଭେନ୍ସା ୟୁନିଭର୍ସିଟିକୁ ଏବଂ କଲେଜକୁ ଯେଉଁ ପ୍ରକାର ଆମେ ଗଢ଼ି ତୋଳିବା କଥା, ତାର ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ, ରୋଡ଼ କଥା କୁହନ୍ତୁ, ଆଜି ବି ରୋଡ଼ ଅବସ୍ଥା ବହୁତ ଖରାପ ଅଛି ଏବଂ ପିଲାମାନଙ୍କ ରହିବା ପାଇଁ ଯେଉଁ ପ୍ରକାର ବାତାବରଣ ସୃଷ୍ଟି ହେବା କଥା, ତେଣୁ ଆନୁଷଙ୍ଗିକ ତାର ଗୋଟେ ଡେଭଲପମେଣ୍ଟ ଯେଉଁ ପ୍ରକାର ହେବା କଥା ତା ଉପରେ ଚିନ୍ତା ନ କରିକିରି ଆମେ ଯଦି କେବଳ ନା ପରିବର୍ତ୍ତନ ଉପରେ ଚିନ୍ତା କରିବ, ଏଇଟା ଗୋଟେ ମୋ ପାଇଁ ଗୋଟେ ଦୁର୍ଭାଗ୍ୟଜନକ। ଲୋକମାନଙ୍କ ପାଇଁ ଛାତ୍ରଛାତ୍ରୀମାନେ ଦୁର୍ଭାଗ୍ୟ, ସେମାନେ ଦାବି କରୁଛନ୍ତି ଯେ ପ୍ରଥମରେ ଆମର ଏଇ ରେଭେନ୍ସାର ଡେଭଲପମେଣ୍ଟ ହଉ, ପରେ ନା ପରିବର୍ତ୍ତନ କରାଯାଉ।